2025 ସକାଳର ମୁଖ୍ୟ ଖବର ସତ୍ୟପାଠରେ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ନଜର ପକାଇବା 30ଟି ବଡ଼ ଖବର ଉପରେ। ଯୁଗ ଯୁଦ୍ଧର ନୁହେଁ ତ ଆତଙ୍କବାଦର ବି ନୁହେଁ, କହିଲେ ପିଏମ୍ ମୋଦି। ଅପରେସନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଆମ ସମସ୍ତଙ୍କର ଏକଜୁଟତା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଏହା ସହ ସେ କହିଛନ୍ତି ଏହା ନିଶ୍ଚିତ ଭାବରେ ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ଆତଙ୍କବାଦର ଯୁଗ ନୁହେଁ ମଧ୍ୟ। ସେ କହିଛନ୍ତି ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। ସେହିପରି ଆତଙ୍କବାଦ ଓ ଆଲୋଚନା, ଆତଙ୍କବାଦ ଓ ବେପାର ଏକା ସାଙ୍ଗରେ ଚାଲିପାରିବନି ବୋଲି ମଧ୍ୟ ସେ ଉଚିତ କଥା କହିଛନ୍ତି। ଦୁନିଆ ଦେଖିଲା ଭାରତ ସାମ୍ନାରେ ପାକିସ୍ତାନର ଡ୍ରୋନ୍ ଓ ମିସାଇଲ କିଭଳି ଟୁକୁଡ଼ା ହେଲା, କହିଲେ ପିଏମ୍ ମୋଦି। ପାକିସ୍ତାନ ଆତଙ୍କବାଦ ବିରୋଧରେ ଭାରତର ସାଥ ଦେବା ବଦଳରେ ଓଲଟା ଭାରତ ଉପରେ ଆକ୍ରମଣ କରିଥିଲା। ଏନେଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେସନ ସିନ୍ଦୁରକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଦୁନିଆ ଦେଖିଲା ପାକିସ୍ତାନର ଡ୍ରୋନ୍ ଏବଂ ମିସାଇଲ କିଭଳି ଭାରତ ସାମ୍ନାରେ ଛୋଟ ଛୋଟ ଟୁକୁଡ଼ା ପାଲଟିଗଲା। ଭାରତୀୟ ସେନାର ସଶକ୍ତ ଏୟାର ଡିଫେନ୍ସ ସିଷ୍ଟମ ଏହି ଡ୍ରୋନକୁ ଆକାଶରୁ ହିଁ ନଷ୍ଟ କରିଦେଲେ। ବ୍ଲାକମେଲକୁ ଆଉ ସହିବନି ଭାରତ, ଦେଶକୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ ମୋଦି। ଅପରେସନ ସିନ୍ଦୁର ପରେ ସୋମବାର ରାତିରେ ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପରମାଣୁ ବ୍ଲାକମେଲକୁ ଭାରତ ସହ୍ୟ କରିବ ନାହିଁ। ଅପରେସନ ସିନ୍ଦୁରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କ ନିପାତ କରିଛୁ। ମୋଦି ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦ ଓ ବ୍ୟବସାୟ ଏକା ସାଙ୍ଗରେ ହୋଇପାରିବ ନାହିଁ, ସେହିପରି ପାଣି ଓ ରକ୍ତ ଏକା ସାଙ୍ଗରେ ବହିପାରିବ ନାହିଁ। ଆକ୍ରମଣ ପରେ ଆନ୍ତର୍ଜାତୀୟ ସ୍ତରରେ ଅସ୍ତ୍ର ବିରତି ପାଇଁ ଗୁହାରି କଲା ପାକିସ୍ତାନ, କହିଲେ ପିଏମ୍ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ ବେଳେ ଦେଶକୁ ସମ୍ବୋଧନ ବେଳେ କହିଛନ୍ତି ଯେ ଭାରତୀୟ ସେନାବାହିନୀର ଆତଙ୍କୀ ଶିବିର ଉପରେ ଆକ୍ରମଣ କରିବା ଓ ଆକାଶରେ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ନଷ୍ଟ କରିବା ପରେ ଇସଲାମାବାଦ ଅନ୍ୟ ଦେଶମାନଙ୍କ ସହିତ ଯୋଗାଯୋଗ କରି ଅସ୍ତ୍ର ବିରତି କରାଇ ନେବାକୁ ନିବେଦନ କରିଥିଲା। ସେ କହିଛନ୍ତି ସେନାବାହିନୀର ବୀରତ୍ୱ ଯୋଗୁଁ ପାକିସ୍ତାନର ଡିଜିଏମ୍ଓ ଭାରତର ଡିଜିଏମ୍ଓଙ୍କୁ ଅସ୍ତ୍ର ବିରତି ପାଇଁ ଫୋନ୍ କରିଥିଲେ। ସେହିପରି ଆମେ ସର୍ବଦା ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିଛୁ ବୋଲି ସେ କହିଛନ୍ତି। ପାକିସ୍ତାନ ସହ ଆଲୋଚନା ହେବ, କେବଳ ପିଓକେ ଉପରେ ହିଁ ହେବ, କହିଲେ ପ୍ରଧାନମନ୍ତ୍ରୀ ମୋଦି। ଅପରେସନ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧନ ବେଳେ ପାକ୍ ଅଧିକୃତ କାଶ୍ମୀର କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଆମେ ଯଦି ପାକିସ୍ତାନ ସହ ଭବିଷ୍ୟତରେ କଥା ହେବୁ ତାହେଲେ କେବଳ ଆତଙ୍କବାଦ ବିଷୟରେ ହିଁ କଥା ହେବୁ। ଆମେ ଯଦି ପାକିସ୍ତାନ ସହ କଥା ହେବୁ ତାହେଲେ ପିଓକେ ବିଷୟରେ ହିଁ କଥା ହେବୁ। ମୋଦି ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦ, ବ୍ୟବସାୟ ଏବଂ ପାଣି ଓ ରକ୍ତ ଏକା ସାଙ୍ଗରେ ବହି ପାରିବ ନାହିଁ। ଆମ ଝିଅ ଓ ଭଉଣୀଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଆଜି ଆତଙ୍କୀ ବୁଝିପାରୁଥିବେ, କହିଲେ ପିଏମ୍ ମୋଦି। ଅପରେସନ ସିନ୍ଦୁର ପରେ ଶନିବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଆଜି ସମସ୍ତ ଆତଙ୍କବାଦୀ ସଂଗଠନ ଓ ଆତଙ୍କୀ ବୁଝିଥିବେ ଯେ ଆମ ମା ଓ ଝିଅ ଏବଂ ଭଉଣୀ ମଥାରୁ ସିନ୍ଦୁର ପୋଛିବାର ପରିଣାମ କ'ଣ ହୋଇଥାଏ। ଏଥିସହ ଅପରେସନ ସିନ୍ଦୁରର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସେନାବାହିନୀର ପ୍ରଶଂସା କରିବା ସହିତ 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି। ପାଣି ଆଉ ରକ୍ତ ଏକା ସାଙ୍ଗରେ ବହି ପାରିବନି, କହିଲେ ପ୍ରଧାନମନ୍ତ୍ରୀ ମୋଦି। ଅପରେସନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଆତଙ୍କବାଦକୁ ନେଇ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ମୋଦି କହିଛନ୍ତି ଆତଙ୍କବାଦ ଏବଂ ଆଲୋଚନା, ଆତଙ୍କବାଦ ଏବଂ ବେପାର ଏକା ସାଙ୍ଗରେ ଚାଲିପାରିବ ନାହିଁ। ଏଥିସହ ପାଣି ଆଉ ରକ୍ତ ମଧ୍ୟ ଏକା ସାଙ୍ଗରେ ବହି ପାରିବନି। ପ୍ରଧାନମନ୍ତ୍ରୀ ବିଶ୍ୱ ସମୁଦାୟକୁ ଚେତାଇ ଦେଇଛନ୍ତି ଯେ ଯଦି ଆଲୋଚନା ହୁଏ ତେବେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଆତଙ୍କବାଦକୁ ନେଇ ହିଁ ଆଗକୁ ଆଲୋଚନା ହେବ। ଆଡ୍ଡା ଉପରେ ଆକ୍ରମଣ କରିବା ପରେ ପାକିସ୍ତାନର ସ୍କୁଲ, କଲେଜ ଓ ମନ୍ଦିରକୁ ଟାର୍ଗେଟ କରିଥିଲା, କହିଲେ ପିଏମ୍ ମୋଦି। ଅପରେସନ ସିନ୍ଦୁର ପରେ ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଯେ ଭାରତ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିବା ଭାରତ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ଭାରତର ସ୍କୁଲ, କଲେଜ, ମନ୍ଦିର, ଗୁରୁଦ୍ୱାର, ସାଧାରଣ ନାଗରିକ ଓ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା। ହେଲେ ଏଥିରେ ମଧ୍ୟ ପାକିସ୍ତାନ ପର୍ଦ୍ଦାଫାଶ ହୋଇଯାଇଥିଲା। ପାକିସ୍ତାନର ଡ୍ରୋନ୍
ଓ ମିସାଇଲ କୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ନଷ୍ଟ କରିଦେଇଥିଲା ବୋଲି ସେ ଦର୍ଶାଇଛନ୍ତି। ଅନ୍ତିମ ସଂସ୍କାରରେ ଫାତା ପଡିଥିବା ଆତଙ୍କବାଦୀ ରଉଫ ଫ୍ୟାମିଲି ମ୍ୟାନ କହିଲା ପାକ୍ ସେନା। ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ଫାତେହା ପାଠ କରିଥିବା ଆତଙ୍କବାଦୀ ହାଫିଜ ଅବଦୁଲ ରଫକୁ ପାକିସ୍ତାନୀ ସେନା ଜଣେ ଫ୍ୟାମିଲି ମ୍ୟାନ ବୋଲି କହିଛି। ରଫ ଲସ୍କରେ ତୋଇବା ଏବଂ ଫଲା ଏ ଇନସାନିୟତ ଫାଉଣ୍ଡେସନର ଅଂଶ ହୋଇଥିବା ବେଳେ ଏହାକୁ ଆମେରିକା ଓ ସଂଯୁକ୍ତ ରାଷ୍ଟ୍ର କୁଖ୍ୟାତ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ସୂଚନା ମୁତାବକ ପହଲଗାମ ଆତଙ୍କୀ ହମଲା ପରେ ଭାରତ ଅପରେସନ ସିନ୍ଦୁର ଯୋଗେ ପାକିସ୍ତାନ ଓ ପିଓକେର 9ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଖୋଲିଲା ପାକିସ୍ତାନ ସହ ଉତ୍ତେଜନା କାରଣରୁ ବନ୍ଦ ଥିବା ଭାରତର 32ଟି ବିମାନ ବନ୍ଦର। ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଦେଶର 32ଟି ବିମାନ ବନ୍ଦରକୁ ବନ୍ଦ କରାଯାଇଥିବା ଜାରି କରାଯାଇଥିବା ନୋଟିସକୁ ଏୟାର ଟୁ ମ୍ୟାନ ନୋଟାମକୁ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ଗତ ରାତିରେ ପାକ୍ ସୀମା ଶାନ୍ତ ରହିଥିବା ନେଇ ସୋମବାର ଭାରତୀୟ ସେନା କହିବା ପରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଏବେ ବନ୍ଦ ଥିବା ବିମାନ ବନ୍ଦର ଗୁଡିକ ସ୍ୱାଭାବିକ ଭାବରେ ଗ୍ରୀନ ସିଗ୍ନାଲ ମିଳିଛି। ସୂଚନା ଥାଉ କି ଅସ୍ତ୍ରବିରତି ନେଇ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ସହ ବିଚାର ବିମର୍ଶ ନକରି ଅସ୍ତ୍ରବିରତି ଘୋଷଣା କରିଥିଲେ ଟ୍ରମ୍ପ। ରିପୋର୍ଟ ସରକାରୀ ସୂତ୍ର ଆଧାରରେ ନ୍ୟୁଜ 18 ରିପୋର୍ଟ ମୁତାବକ ପାକିସ୍ତାନ ସହ ଚାଲିଥିବା ଉତ୍ତେଜନା ସ୍ଥିତି ନେଇ ଭାରତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅବଗତ କରିନଥିଲେ। ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ ଭାରତ ସହ ବିନା କୌଣସି ବିଚାର ବିମର୍ଶ କରି ଅସ୍ତ୍ରବିରତି ନେଇ ଘୋଷଣା କରିଥିଲେ। ତେବେ ଟ୍ରମ୍ପ ଗତକାଲି ସୂଚନା ଦେଇ କହିଥିଲେ ଯେ ଉଭୟ ଭାରତ ଓ ପାକିସ୍ତାନ ସହ ରାତିସାରା ଆଲୋଚନା ପରେ ଅସ୍ତ୍ରବିରତି ନେଇ ନିଷ୍ପତ୍ତି ହୋଇଛି। ପାକିସ୍ତାନରେ ଗୋଟିଏ ସପ୍ତାହରେ 3 ଥର ଭୂମିକମ୍ପ ଅନୁଭୂତ। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ ଆଜି ସୋମବାର ଅପରାହ୍ନ ପ୍ରାୟ 1:30ରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ଥିବା ନେଇ ଜଣାପଡିଛି। ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ 10 କିଲୋମିଟର ଗଭୀରତାରେ ଥିଲା ବୋଲି ସୂଚନା ମିଳିଛି। ସୂଚନା ଥାଉ କି ଏହା ପୂର୍ବରୁ ପାକିସ୍ତାନରେ ମେ 5 ତାରିଖ ଓ 10 ତାରିଖ ମଧ୍ୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଆତଙ୍କବାଦୀଙ୍କ ସହ ଥିଲା, କିନ୍ତୁ ପାକ୍ ସେନା ତାଙ୍କ ସମର୍ଥନ କରି ଲଢେଇରେ ସାମିଲ ହେଲା, କହିଲା ଭାରତ। ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନରେ ହୋଇଥିବା କ୍ଷତି ପାଇଁ ତାଙ୍କ ଦେଶର ସେନା ଦାୟୀ ବୋଲି କହିଛି ଭାରତୀୟ ସେନା। ସେନା କହିଛି ଯେ ଆମ ଲଢେଇ କେବଳ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ ସହ ଥିଲା, କିନ୍ତୁ ଏହା ଦୁଃଖର ବିଷୟ ଯେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରି ଏଥିରେ ସାମିଲ ହୋଇଥିଲା। ଏହା ଆମକୁ ପ୍ରତିଶୋଧ ନେବାକୁ ବାଧ୍ୟ କରିଥିଲା। ତେଣୁ ପାକିସ୍ତାନ ସେନା ନିଜ ଏହାର କ୍ଷତି ପାଇଁ ଦାୟୀ ବୋଲି କହିଛି ଭାରତୀୟ ସେନା। ଯୁଦ୍ଧ ହୁଏ ଏଥର ପରି ହେବନି କହିଲା ଭାରତ। ଯଦି ଭାରତ ଆଗାମୀ ଯୁଦ୍ଧ କରେ ତେବେ ଏହା ବର୍ତ୍ତମାନ ଭଳି ହେବନି ବୋଲି କହିଛନ୍ତି ଏୟାର ମାର୍ଶାଲ ଏକେ ଭାରତୀ। ସୋମବାର ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଏହି ଯୁଦ୍ଧ କେଉଁ ସ୍ତରରେ ଲଢା ଯାଉଛି। ଏହାର ଉତ୍ତରରେ ସେ କହିଥିଲେ, ଆମେ ବିସ୍ତୃତ ସୂଚନା ଦେଇପାରିବୁନୁ, ମାତ୍ର ଏହା ଏକ ଅଲଗା ସ୍ତରର ଯୁଦ୍ଧ ଥିଲା। ଯଦି ଆଗାମୀ ଯୁଦ୍ଧ ହୁଏ ତାହା ଏଭଳି ହେବନି ବୋଲି ସେ କହିଥିଲେ। ସିନ୍ଦୁରକୁ ନେଇ ସାମ୍ବାଦିକ ସମ୍ମିଳନୀ ବେଳେ ବିରାଟ କୋହଲିଙ୍କର ଅବସର କଥା କହିଲେ ଡିଜିଏମଓ। ସୋମବାର ଭାରତର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୁରକୁ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଅନେକ ଭାରତୀୟଙ୍କ ପରି ମଧ୍ୟ ମୋର ପ୍ରିୟ କ୍ରିକେଟର ହେଉଛନ୍ତି ବିରାଟ କୋହଲି। ପାକିସ୍ତାନ ବିରୋଧରେ ଭାରତର ମଲ୍ଟି ଲେୟାର କାଉଣ୍ଟ ଡ୍ରୋନ୍ ଏବଂ ଏୟାର ଡିଫେନ୍ସ ଗ୍ରିଡ୍ ବିଷୟରେ ଆଲୋଚନା ବେଳେ ସେ ଏହା କହିଥିଲେ। ଭାରତର ଏହି ଅପରେସନରେ ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ମାଟି ଖସିଲେ ଜାଣିପାରିବ ରିସ୍ୟାଟ୍-1B ସାଟେଲାଇଟ୍ ମେ 18ରେ ଲଞ୍ଚ କରିବ ଇସ୍ରୋ। ଆସନ୍ତା ମେ 18 ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ PSLV C-61 ସାହାଯ୍ୟରେ ଇସ୍ରୋ ରିସ୍ୟାଟ୍-1B ରାଡାର ଇମେଜିଂ ଉପଗ୍ରହକୁ ଉତକ୍ଷେପଣ କରିବାକୁ ଯାଉଛି। ଅପରେସନ ସିନ୍ଦୁରର ମାତ୍ର କିଛି ଦିନ ପରେ ରିସ୍ୟାଟ୍-1B ଉତକ୍ଷେପଣ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପାକିସ୍ତାନ ଓ ଚୀନ ସହିତ ଭାରତର ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବ। ଖରାପ ପାଗରେ ବି ସ୍ପଷ୍ଟ ଚିତ୍ର ଆଣିବା ସହ ସାମାନ୍ୟ ମାଟି ଖସିଲେ ବି ଜାଣିପାରିବ ଏହି ଉପଗ୍ରହ। ଅପରେସନ ସିନ୍ଦୁର ପୂର୍ବରୁ ପାକ୍ ଆତଙ୍କବାଦୀଙ୍କ ଉପରେ ହମଲା ନେଇ ଆମେରିକାକୁ କହିଥିଲା ଏସ୍ ଜୟଶଙ୍କର। ପହଲଗାମ ଆତଙ୍କୀ ଆକ୍ରମଣର ପାଲଟା ଜବାବରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିବା ନେଇ ଅପରେସନ ସିନ୍ଦୁର ପୂର୍ବରୁ ଆମେରିକାକୁ କହିଦେଇଥିଲା ଭାରତ। ଏନଡିଟିଭି ରିପୋର୍ଟ ମୁତାବକ ମେ 1 ତାରିଖରେ ଫୋନରେ ବାର୍ତ୍ତାଳାପ ବେଳେ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କୁ ଏକଥା ଜଣାଇଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆମେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବୁ, ଏହାକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି
ଆମେରିକା को स्पष्ट भाव में कही जयशंकर। 51ଟି ସ୍ଥାନକୁ ଟାର୍ଗେଟ କରି 71 हमला କଲା ବଲୁଚ ଲିବରେସନ ଆର୍ମି। ବଲୁଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ପାକିସ୍ତାନର 51ଠୁ ଅଧିକ ସ୍ଥାନରେ 71 हमला ନେଇ ଦାବି କରିଛି। ଏନେଇ ବିଏଲଏ ମୁଖପାତ୍ର ବୟାନ ଜାରି କରିଛନ୍ତି ଯେ ଆମେ କୌଣସି ରାଷ୍ଟ୍ର କିମ୍ବା ଶକ୍ତିର ପ୍ରତିନିଧି ନୁହେଁ, ଆମେ କାହାର ମୋହରା କିମ୍ବା ନୀରବ ଦର୍ଶକ ମଧ୍ୟ ନୁହେଁ। ବଲୁଚି ଆର୍ମି ଏକ ଗତିଶୀଳ ଏବଂ ନିର୍ଣ୍ଣାୟକ ପାର୍ଟି। ଏହି କ୍ଷେତ୍ରରେ ବର୍ତ୍ତମାନ ଓ ଭବିଷ୍ୟତରେ ସାମରିକ, ରାଜନୈତିକ ଓ ରଣନୈତିକ ଗଠନରେ ଆମର ଉପଯୁକ୍ତ ସ୍ଥାନ ରହିଛି। ପ୍ରଥମ ଡିଜିଏମ ସ୍ତରୀୟ ଆଲୋଚନା ପରେ ବିବୃତି ଜାରି କଲା ଭାରତୀୟ ସେନା। ଅସ୍ତ୍ର ବିରତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଡିଜିଏମ ସ୍ତରୀୟ ଆଲୋଚନା ପରେ ଭାରତୀୟ ସେନା କହିଛି ଯେ ଉଭୟ ପକ୍ଷ ଗୋଟିଏ ବି ଗୁଳି ଚଳାଇବେ ନାହିଁ କିମ୍ବା କୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ନାହିଁ ବୋଲି ଆଲୋଚନା ହୋଇଛି। ଏହା ସହ ସେନା କହିଛି ଯେ ସୀମାରୁ ସୈନ୍ୟ ସଂଖ୍ୟା ହ୍ରାସ ପାଇଁ ଉଭୟ ପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ବିଚାର କରିବେ ବୋଲି ସହମତି ପ୍ରକାଶ ହୋଇଛି। ସୂଚନା ଥାଉ କି ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି। ମୋଦିଙ୍କ ସମ୍ବୋଧନର କିଛି ସମୟ ପରେ ଜମ୍ମୁ କାଶ୍ମୀରରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, କହିଲା ରିପୋର୍ଟ। ଅପରେସନ ସିନ୍ଦୁରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନର କିଛି ସମୟ ପରେ ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି। ଏଏନଆଇ ଭିଡିଓ ସେୟାର କରି ଲେଖିଛି ଯେ ସାମ୍ବାରେ ବ୍ଲାକଆଉଟ ମଧ୍ୟରେ ବିସ୍ଫୋରଣ ଶୁଣାଯାଇଛି ଓ ଏୟାର ଡିଫେନ୍ସ ପାକିସ୍ତାନୀ ଡ୍ରୋନ୍ ଗୁଡ଼ିକୁ ନଷ୍ଟ କରାଯାଇଛି। ପୂର୍ବରୁ ମୋଦି କହିଥିଲେ ଯେ ପାକିସ୍ତାନ ଭବିଷ୍ୟତରେ ଆତଙ୍କବାଦୀ ଓ ସାମରିକ କାର୍ଯ୍ୟକଳାପରୁ ନିବୃତ୍ତି ରହିବାକୁ ପ୍ରତିଶ୍ରୁତି ଦେବା ପରେ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଛି। କିଡନୀ ଦାନ କରି 2 ଜଣଙ୍କ ନୂଆ ଜୀବନ ଦେଲେ ବାରିପଦାର କୁନି ବାଳକ ଆୟାନ। ମୃତ୍ୟୁ ପରେ କିଡନୀ ଦାନ କରି 6 ବର୍ଷ ବୟସରେ 2 ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ବାରିପଦାର କୁନି ବାଳକ ସୁଶ୍ରୀ ଆୟନ ପାତ୍ର। ଆୟନ ଖେଳୁଥିବା ସମୟରେ ଘର ଆଗରେ ଥିବା ସ୍ଲାଇଡ ଗେଟରେ ପଡ଼ି ଗୁରୁତର ହେବାରୁ ତାଙ୍କୁ ସମ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ନ ଆସିବାରୁ ପୁଅର ବଞ୍ଚିବା ଆଶା କ୍ଷୀଣ ହୋଇଥିବାରୁ ବ୍ରେନ ଡେଡ୍ ଟେଷ୍ଟ ହୋଇଥିଲା। ପରେ ତାଙ୍କ ବାପା ମାଙ୍କ ନିଷ୍ପତ୍ତିରେ ଅଙ୍ଗଦାନ ହୋଇଥିଲା। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପଦ। सोमवार ओडिशा हाइकोर्टर नुआ विचारपति भाव में जस्टिस दीक्षित कृष्ण श्रीपद शपथ ग्रहण करछंती। ओडिशा हाइकोर्टर मुख्य विचारपति हरीश टंडन तांकु शपथ पाठ कराइथिले। कर्णाटक हाइकोर्टर पूर्वतन विचारपति थिबा जस्टिस श्रीपादंकु ओडिशा हाइकोर्ट को बदली पाई गत मासरे सुप्रीमकोर्ट कलेजियम सुपारिश करथिले। तांकु 1999 मसीह भारतीय निर्वाचन कमिशन वरिष्ठ स्थायी परामर्शदाता भाव में नियुक्ति मिलिथिला। रॉकेट बनिला भारतीय शेयर बाजार, सेंसेक्स रे 1900 पॉइंट वृद्धि। भारत और पाकिस्तान अस्त्रविरति घोषणा पर सोमवार भारतीय शेयर मार्केट रे द्रुत वृद्धि देखा मिली। बीएसई रो सेंसेक्स 1900 पॉइंट वृद्धि पाई 81,404.53 ट्रेड करुथिया बेले एनएसई रो निफ्टी 600 अंक बढ़ी 24,616.40 स्तर रे ट्रेड करुछि। सेंसेक्स रो टॉप गेनर तालिका रे आदानी पोर्ट्स, बाजाज फाइनेंस, जोमाटो एवं एक्सिस बैंक रहिछंती। आईटी एवं मेटाल कंपनी शेयर रे मध्य सर्वाधिक वृद्धि देखा मिली। ओडिशा गस्तर आसुचंती आरएसएस मुख्य मोहन भागवत। 4 दिनिया ओडिशा गस्तर आसुचंती राष्ट्रीय स्वयंसेवक संघर मुख्य मोहन भागवत। आज सोमवार संध्या 6टारे भुवनेश्वर विमानबंदर में पहुंचा पर कटक राउतीपाटना स्थित सरस्वती शिशु विद्या मंदिर में आयोजित कार्यक्रम को उद्घाटन करेंगे। आरएसएस मुख्य गस्त को नजर रखी राउतीपाटना रे सुरक्षा व्यवस्था कड़ाकड़ी करा जायछि। तेबे 16 तारिख दिन कार्यक्रम सारी से दिल्ली फेरिजियो बोली सूचना मिली। ओडिशा पर्यटन सम्मेलन में जोगदेवे मुख्यमंत्री मोहन माझी। आसंता जून 25 तारिख में ओडिशा होटेल रेस्टोरेंट संघ हारो पक्षर भुवनेश्वर में आयोजित होगा जाउछि 6ठ ओडिशा पर्यटन सम्मेलन। मुख्यमंत्री मोहन चरण माझी यह सम्मेलन को उद्घाटन कर कार्यक्रम थिबा बेले उप मुख्यमंत्री तथा पर्यटन मंत्री प्रभाती परिड़ा मध्य जोगदेवे बोली जना पड़छि। तेबे ओडिशा पर्यटन नीति प्रणयन दिगरे यह एक सहायक भूमिका हेबो बोली कहिसंती हारो आजीवन अध्यक्ष जेके महांती। कांग्रेस नेता को हत्या कले नक्सल। छत्तीसगढ़ में बीजापुर जिला उसूर थाना अंतर्गत लिंगापुर ग्राम में नक्सल माने पहुंची जनाशुना कांग्रेस नेता नागा भंडारी को खोजिथिले। तेबे से एक सामाजिक कार्यक्रम जोगदेवा बाहर को जाइथिबा जानी उक्त कार्यक्रम में नक्सल माने पहुंची सेठारु तांको टाणी नहीं जंगल में हत्या करथिले। खबर पाई पुलिस घटनास्थल में पहुंची तदंत आरंभ करछि। सूचना थाउ कि गत अक्टोबर में नागा भाई को मध्य नक्सल माने हत्या करथिले।
ଶ୍ରୀଜୀଉଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ତଥା ସର୍ବଭାରତୀୟ ଡିଲର ମହାସଂଘର ଉପସଭାପତି ପ୍ରହଲ୍ଲାଦ ଦାମୋଦର ଦାସ ମୋଦି ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଯାଇ ସେ ଦର୍ଶନ କରିବା ସହ ଦେଶର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, କେନ୍ଦ୍ର ସରକାର ଏହା ଉପରେ ସମସ୍ତ ନିଷ୍ପତ୍ତି ନେଉଛନ୍ତି। ଭାରତୀୟ ସେନା କଡ଼ା ଜବାବ ଦେଉଛି। ସାଙ୍ଗଙ୍କ ବିବାହରେ ନାଚିବା ବେଳେ ହୃଦଘାତରେ ଚାଲିଗଲା କନ୍ନଡ଼ ଟିଭି ଅଭିନେତା ରାକେଶ ପୂଜାରୀଙ୍କ ଜୀବନ। ସାଙ୍ଗଙ୍କ ବାହାଘରରେ ନାଚିବା ବେଳେ କନ୍ନଡ଼ ଟିଭି ଅଭିନେତା ରାକେଶ ପୂଜାରୀଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ 34 ବର୍ଷୀୟ ରାକେଶ ଗତକାଲି ନିଜ ସାଙ୍ଗଙ୍କ ମେହେନ୍ଦୀ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ରକ୍ତଚାପର ହ୍ରାସ ହେତୁ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ତାଙ୍କର ଏହି ବିୟୋଗକୁ ନେଇ କନ୍ନଡ଼ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି। ସୋମବାର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ 14 ବର୍ଷ ତଳେ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ବ୍ୟାଗି ବ୍ଲୁ ପିନ୍ଧିଥିଲି। ଏହି ଫର୍ମାଟରୁ ଓହରିଯିବା ମୋ ପାଇଁ ଏତେ ସହଜ ନୁହେଁ। ମାତ୍ର ଏହିଭଳି ନିଷ୍ପତ୍ତି ଠିକ୍ ବୋଲି ମୁଁ ଅନୁଭବ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ 14 ବର୍ଷରେ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି ଏବଂ ପ୍ରତିବଦଳରେ ଆଶାଠାରୁ ବହୁତ ଅଧିକ ପାଇଛି। ଆପଣଙ୍କୁ ଚନ୍ଦା କରିପାରେ ରୁପି। କେବେ ବି କରନ୍ତୁନି ଅଣଦେଖା। ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ରୁପି ସମସ୍ୟା ଦେଖାଦିଏ, ଯାହା ଅଣଦେଖା କରିବା ଆଦୌ ଉଚିତ ନୁହେଁ, ନଚେତ୍ ଆପଣ ଚନ୍ଦା ହୋଇପାରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ କେବଳ ପାଗ କିମ୍ବା ମାଟି ନୁହେଁ, ଶରୀରରେ ପୋଷକ ତତ୍ତ୍ୱ ଓ ଜିଙ୍କର ଅଭାବ ମଧ୍ୟ ରୁପି ସୃଷ୍ଟି କରିପାରେ। ଯଦି ଏହା ବାରମ୍ବାର ଦେଖାଦେଉଛି, କୌଣସି ଚାମ୍ପୁ ଚମତ୍କାର କରିପାରିବ ନାହିଁ। ରୋଗ ଚିହ୍ନଟ ଓ ସନ୍ତୁଳିତ ଖାଦ୍ୟ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ସହିତ ଏହି ସମସ୍ୟାର ମୁକାବିଲା କରାଯାଇପାରିବ। ତେବେ ସକାଳର ମୁଖ୍ୟ ଖବରକୁ ଏଇଠି ରଖିବା। ପୁଣି କାଲି ନେଇ ଆସିବି ଆପଣମାନଙ୍କ ପାଇଁ କିଛି ନୂଆ ଖବର ସହିତ। ଧନ୍ୟବାଦ, ନମସ୍କାର। ଯଦି ଭିଡ଼ିଓଟି ଭଲ ଲାଗିଲା ଗୋଟେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।